Hello dear students, welcome to my channel Easy Politics with Suresh. Dear students, ଆଜିର ଏହି ଭିଡ଼ିଓରେ ଆମେ ଗୋଟେ ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ବିଷୟରେ ଆମେ ଆଲୋଚନା କରିବା। ଏଇଟା ଅନେକ ସମୟରେ 2 ମାର୍କର କୋଶ୍ଚିନ୍ ଆସିଥାଏ ଏବଂ ବେଳେବେଳେ 5 ମାର୍କର କୋଶ୍ଚିନ୍ ଆସିଥାଏ। ଯଦି 2 ମାର୍କର କୋଶ୍ଚିନ୍ ଆସେ ତାହେଲେ ସର୍ଟଲି ଲେଖିବ, ଆଉ ଯଦି 5 ମାର୍କର ଯଦି କୋଶ୍ଚିନ୍ ଆସେ ତାହେଲେ ଭିଡ଼ିଓଟି ତୁମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବ ଏବଂ ଯାହା ସବୁ ମୁଁ ଲେଖିଛି ସେଗୁଡ଼ାକ ତୁମେ ଯଦି ପରୀକ୍ଷାରେ ଲେଖିବ ପୁରା 5ରୁ 5 ମାର୍କ ତୁମେ ନିହାତି ଭାବରେ ପାଇପାରିବ। ତ ଆମେ ସମୟ ବିଳମ୍ବ ନକରି ଆମେ ଆରମ୍ଭ କରିବା ଆଜିର ଆଲୋଚନା। ତ ଆଜିର ଆଲୋଚ୍ୟ ବିଷୟ ହେଉଛି ସମାନୁବର୍ତ୍ତିତା। ସମାନୁବର୍ତ୍ତିତା ବା ପାଙ୍କ୍ଚୁଆଲିଟି ମାନେ କ'ଣ? ସମାନୁବର୍ତ୍ତିତାର ଅର୍ଥ ନିଜର ଏବଂ ଅନ୍ୟର ସମୟକୁ ସମ୍ମାନ ଦେବା। ତ ଆମ ନିଜର ଏବଂ ଅନ୍ୟର ସମୟକୁ ଆମେ କ'ଣ କରୁଛୁ? ରେସ୍ପେକ୍ଟ କରୁଛୁ। ଅନ୍ୟ ଅର୍ଥରେ ନିର୍ଦ୍ଧାରିତ ସମୟରେ ନିରୂପିତ କାର୍ଯ୍ୟ କରିବା। ଯେଉଁ କାମ ଯେତେବେଳେ ଆମେ କରିବା ପାଇଁ ଧାର୍ଯ୍ୟ କରିଛୁ ପୂର୍ବରୁ ସେଇ କାମକୁ ସେତେବେଳେ କରିବା ଦରକାର। ଧରି ନିଆଯାଉ ମୋତେ 10ଟାରେ କଲେଜ ଯିବାର ଅଛି, ତ ମୁଁ 10ଟାରେ ଯିବା ଉଚିତ। ଯଦି ମୁଁ ଗୋଟେ କାମ ଧରି ନିଆଯାଉ କରିବାର ଅଛି ଗୋଟେ ପର୍ଟିକୁଲାର ଟାଇମ୍ରେ, ଯଦି ମୁଁ ନିର୍ଦ୍ଧାରିତ କରିଛି ସେଇ ଟାଇମ୍ରେ ଯଦି ସେଇ କାମ କରୁଛି ତାକୁ ଆମେ କହିବା କ'ଣ? ସମାନୁବର୍ତ୍ତିତା। ସମାନୁବର୍ତ୍ତୀ ହେବା ପାଇଁ ଜଣେ ଶୃଙ୍ଖଳିତ, ନିର୍ଭରଶୀଳ ଏବଂ ପେଶାଦାର ମନୋବୃତ୍ତି ରଖିବା ଉଚିତ। ନିହାତି ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଏଇ ଶୃଙ୍ଖଳିତ ବା କ'ଣ ଡିସିପ୍ଲିନ୍ ଗୁଣ ରହିବା ଦରକାର। ସେ ନିର୍ଭରଶୀଳ ହେବା ଦରକାର ଏବଂ ପେଶାଦାର ମନୋବୃତ୍ତି ବା ପ୍ରଫେସନାଲ୍ ହେବା ଦରକାର। ତାହେଲେ ଯାଇକି ଜଣେ ସମାନୁବର୍ତ୍ତୀ ହୋଇପାରିବ ବା ପଙ୍କ୍ଚୁଆଲ୍ ହୋଇପାରିବ। ନେକ୍ସଟ ହେଉଛି ସମାନୁବର୍ତ୍ତିତା ସମୟର ପରିଚାଳନା ବା ଉପଯୋଗିତାର ଏକ ଲକ୍ଷଣ। ସମାନୁବର୍ତ୍ତିତା କାହାର ଏକ ଲକ୍ଷଣ? ସମୟର ପରିଚାଳନା ବା ଟାଇମ୍ ମ୍ୟାନେଜମେଣ୍ଟ ବା ସମୟର ସଦ୍ବିନିଯୋଗର ଏକ ଲକ୍ଷଣ ହେଉଛି ସମାନୁବର୍ତ୍ତିତା। କଥାରେ ଅଛି, ବ୍ୟସ୍ତ ବ୍ୟକ୍ତିଙ୍କ ପାଇଁ ସବୁ କାର୍ଯ୍ୟ ପାଇଁ ସମୟ ଥାଏ ଏବଂ ଅଳସୁଆ ପାଇଁ କୌଣସି କାମ ପାଇଁ ସମୟ ନଥାଏ। ଏଇଟା ଆମେ ତ ନୀତିଦିନିଆ ଆମେ ଶୁଣିବାକୁ ପାଉଛୁ ଯେ ଯେଉଁ ଲୋକମାନେ ବ୍ୟସ୍ତ ଥାଆନ୍ତି ସେମାନେ କହନ୍ତି ମୁଁ ଏଇ କାମ କରୁଛି, ସେଇ କାମ କରୁଛି, ଅନେକ କାମ କରୁଛି। ତ ସେମାନଙ୍କ ପାଖରେ କେମିତି ସମୟ ଆସିଲା? ଯେଉଁ ଲୋକମାନେ ବ୍ୟସ୍ତ ଥାଆନ୍ତି ସେମାନଙ୍କ ପାଇଁ ସମୟ ଥାଏ, ଭରପୁର ସମୟ ଥାଏ ପ୍ରତ୍ୟେକ କାମ କରିବା ପାଇଁ। କିନ୍ତୁ ଯେଉଁମାନେ କି ଅଳସୁଆ ଥାଆନ୍ତି ସେମାନେ କହନ୍ତି କ'ଣ ଯେ ମୋର ସମୟ ନାହିଁ, ମୋର ସମୟ ନଥିଲା ତେଣୁକରି ମୁଁ ପଢ଼ିପାରିଲିନି, ମୋର ସମୟ ନଥିଲା ତେଣୁକରି ମୁଁ ଏଇଟା କରିପାରିଲିନି। ତେଣୁ ଏକଥା କିଏ କହନ୍ତି? ଯେଉଁମାନେ କି ଅଳସୁଆ ସେମାନେ ହିଁ କହନ୍ତି। ସେମାନଙ୍କ ପାଖରେ ଟାଇମ୍ ନାହିଁ, କାହିଁକି ନା ସେମାନେ ଅଳସୁଆ। ଯଦି ଗୋଟିଏ ବ୍ୟକ୍ତି ସମୟକୁ ଠିକ୍ ଭାବେ ବଣ୍ଟନ କରେ ତେବେ ସେ ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ସହଜରେ ହାସଲ କରିପାରିବ। ବାସ୍ତବରେ ଯଦି ମୁଁ ମୋର ସମୟକୁ ଠିକ୍ ଭାବରେ ପ୍ଲାନ୍ କରିବି, କେଉଁ କ୍ଷେତ୍ରରେ ମୁଁ କେତେ ସମୟ ଦେବି, ଯଦି ଏଇଟାକୁ ମୁଁ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରିବି ବା ତାକୁ ଯେମିତି ପ୍ଲାନ୍ କରିଥିବି ଠିକ୍ ସେମିତି ମୋ ସମୟକୁ ବିନିଯୋଗ କରିବି, ତାହେଲେ ମୁଁ ନିହାତି ସହଜରେ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି। ଏକ ବିଶୃଙ୍ଖଳିତ ବ୍ୟକ୍ତି କେବେ ମଧ୍ୟ ସମୟର ସଦ୍ବିନିଯୋଗ କରିପାରେ ନାହିଁ। ଯେଉଁମାନେ କି ଡିସିପ୍ଲିନ୍ରେ ଜୀବନଯାପନ କରନ୍ତି ନାହିଁ ସେମାନେ ଟାଇମ୍ ମ୍ୟାନେଜମେଣ୍ଟ ଜାଣନ୍ତି ନାହିଁ କି ସମୟର ସଦ୍ବିନିଯୋଗ କରିପାରନ୍ତି ନାହିଁ। ଏକ ବୁଦ୍ଧିମାନ ବ୍ୟକ୍ତି ସମୟକୁ ଠିକ୍ ଭାବରେ ବିଭିନ୍ନ କାର୍ଯ୍ୟ ପାଇଁ ବାଣ୍ଟିଥାଏ, ଯାହାଦ୍ୱାରା ସେ ତା'ର କାର୍ଯ୍ୟ ସମ୍ପାଦନ କରିପାରେ। ତେଣୁ ଯେଉଁମାନେ କି ବୁଦ୍ଧିମାନ ବ୍ୟକ୍ତିମାନେ ସେମାନେ ନିଜର କାମକୁ ଏବଂ ସମୟକୁ ଠିକ୍ ଭାବରେ ବାଣ୍ଟିଥାନ୍ତି, ତଦନୁଯାୟୀ ସେମାନେ ନିଜର କାର୍ଯ୍ୟ କରିଥାନ୍ତି ଏବଂ ସେମାନେ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରିପାରନ୍ତି। ପୂର୍ବତନ ରାଷ୍ଟ୍ରପତି APJ ଅବଦୁଲ କଲାମ କହିଥିଲେ, ସମାନୁବର୍ତ୍ତିତାର ଅର୍ଥ କେବଳ ଏହା ନୁହେଁ ଯେ ଠିକ୍ ସମୟରେ ଏକ କାର୍ଯ୍ୟ କରିବା, ଏହାର ଅର୍ଥ ମଧ୍ୟ ଏହା ଯେ ନିଜର ପ୍ରତିଶ୍ରୁତିକୁ ସମ୍ମାନ ଦେବା। ତେଣୁ ଆମର ଯିଏ ପ୍ରେସିଡେଣ୍ଟ ଥିଲେ, ପୂର୍ବତନ ପ୍ରେସିଡେଣ୍ଟ APJ ଅବଦୁଲ କଲାମ, ସେ ଗୋଟେ ବହୁତ ବଢ଼ିଆ କଥା କହିଥିଲେ। ସମାନୁବର୍ତ୍ତିତାର ଅର୍ଥ କେବଳ ନୁହଁ ଯେ ଠିକ୍ ଟାଇମ୍ରେ ଠିକ୍ କାମ କରିବା, ନା କେବଳ ସେତିକିରେ ସୀମିତ ରୁହେନି। ତା ସହିତ ଆଉ ଟିକେ ଆଗକୁ ସେ କହନ୍ତି ଯେ ଆମେ ଯେଉଁ ସମୟରେ ଯେଉଁ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛୁ ଆମେ ସେଇ ପ୍ରତିଶ୍ରୁତିକୁ ସମ୍ମାନ ଦେବା ଦରକାର। ତାକୁ ହିଁ ବାସ୍ତବରେ କୁହାଯାଏ କ'ଣ? ସମାନୁବର୍ତ୍ତିତା କୁହାଯାଏ। ଏହା କୁହାଯାଏ ଯେ ସମୟ ହିଁ ଟଙ୍କା। ବାସ୍ତବରେ ଲୋକମାନେ ଆଜିକାଲି ଟଙ୍କା ପାଉଛନ୍ତି କେଉଁଥିପାଇଁ? ନିଜର ଯେଉଁ ସମୟ ଦେଉଛନ୍ତି। କାହିଁକିନା ଜୀବନର ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମେ ଗୋଟେ ଜାଗାରେ ସମୟ ଦେଉଛୁ। ତେଣୁ ସମୟ ହେଉଛି ବଳବାନ। ତେଣୁ ଆମେ ଯେଉଁ ସମୟ ଦେଉଛୁ ସେଇଥିପାଇଁ ଆମେ ଟଙ୍କା ପାଉଛୁ। ତେଣୁ କୁହାଯାଏ ସମୟ ହିଁ ଟଙ୍କା। ଯିଏ ସମୟକୁ ସମ୍ମାନ ଦିଏ ସେ ତା'ର ଜୀବନର ଲକ୍ଷ୍ୟକୁ ତୁରନ୍ତ ହାସଲ କରିଥାଏ। ଏଇଟା ତ ଆମେ ଅଲରେଡ଼ି ଆଲୋଚନା କରିଛେ ଯେ
ଯେଉଁମାନେ କି ସମୟକୁ ଠିକ୍ ଭାବରେ ବିନିଯୋଗ କରନ୍ତି ସେମାନେ ତୁରନ୍ତ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଆନ୍ତି। ତେଣୁ ସମୟ ବହୁତ ବଳବାନ। ନିହାତି ଭାବରେ ଆମେ ସମସ୍ତେ ଜାଣିଛୁ ଯେ ସମୟ କେତେ ବଳବାନ। ଯିଏ ଆଜି ସମୟକୁ ନଷ୍ଟ କରିଛି କାଲି ସକାଳେ ସେ କେତେ ଦୟନୀୟ ଜୀବନଯାପନ କରୁଛି, ଏବଂ ଯିଏ ସମୟକୁ ବର୍ତ୍ତମାନ ଭଲରେ ସଦ୍ବିନିଯୋଗ କରିଛି ସେ ଆଗାମୀ ଦିନରେ ତା'ର ଜୀବନ ଅତି ଉଜ୍ଜଳମୟ ହୋଇଥାଏ। ଅର୍ଥାତ୍ ଆମେ ସମୟାନୁବର୍ତ୍ତିତା ହେବା ଉଚିତ। ତେଣୁ ଆମେ ଏଠୁ ଜାଣିବା ଦରକାର ଯେ ଆମେ ସମୟାନୁବର୍ତ୍ତିତା ଯେତେ ହେବା ସେଇଟା ଆମ ପାଇଁ ସେତିକି ଭଲ ବା ମଙ୍ଗଳଦାୟକ। ସୋ ଡିୟର୍ ଷ୍ଟୁଡେଣ୍ଟସ୍, ଏଇ ଛୋଟ ଭିଡ଼ିଓରେ ମୁଁ ସମୟାନୁବର୍ତ୍ତିତା ବିଷୟରେ ଆଲୋଚନା କଲି। ଆଶା କରୁଛି ତୁମମାନଙ୍କୁ ଏଇଟା ପରୀକ୍ଷାରେ ସାହାଯ୍ୟ କରିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ କର, ଆଉ ମୋ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛ ସବସ୍କ୍ରାଇବ୍ କର ଓ ସେୟାର କର। ବାଏ।